ସମସ୍ତଙ୍କୁ ମୋର ନମସ୍କାର। ମୁଁ ପ୍ରକାଶ ଚନ୍ଦ୍ର ସାହୁ, ଶିକ୍ଷକ ପ୍ରଶିକ୍ଷକ। ସମସ୍ତଙ୍କୁ ସ୍ୱାଗତ ଜଣାଇ ଆଜିର ନୂଆ ଅଧ୍ୟାୟଟିକୁ ଆମେ ଆରମ୍ଭ କରିବାକୁ ଯାଉଛି, ଯେଉଁଥିରେ ଉଲ୍ଲାସର ଭାଗ 1ରେ ଥିବା କଥାବାର୍ତ୍ତା ପ୍ରସଙ୍ଗ ଉପରେ। ଚାଲନ୍ତୁ ଆଜି ଆମେ ଉଲ୍ଲାସର ଭାଗ 1ରେ କଥାବାର୍ତ୍ତା ପ୍ରସଙ୍ଗରେ ଥିବା ଆମେ କିଛି ଅକ୍ଷର ସହିତ ଆଗରୁ ପରିଚିତ ହେଇସାରିଥିଲେ, ଯଥା ହସେଇ, ଦୀର୍ଘଇ, ବ, ତ, ମ, ଖ, ଟ ଆଉ ଚ। ଏହି ସବୁ ଅକ୍ଷର ମାନଙ୍କୁ ଆମେ ଆଗରୁ ଚିହ୍ନଟ କରିସାରିଥିଲେ, ଅକ୍ଷର ସହିତ ପରିଚିତ ହେଇସାରିଥିଲେ। ଏବେ ଆମେ ଏଇ ଅକ୍ଷର ମାନଙ୍କୁ ନେଇ ମାତ୍ରା ଦ୍ଵାରା ଉଚ୍ଚାରଣ କରିବା। ଠିକ ଅଛି, ଏବେ ଆମେ ମାତ୍ରା ଅନୁସାରେ ପଢିବା। ଆଚ୍ଛା, ଆପଣ ମାନେ କହିଲେ ଏଇଟା କୋଉ ମାତ୍ରା? ହସେଇ। ଆଚ୍ଛା, ଏବେ ଆପଣ ମାନେ ମତେ କୁହନ୍ତୁ ଏଇଟା କାହାର ଛବି? ଇଟା। ଆଚ୍ଛା, ବହୁତ ବଢିଆ। ତ ଇଟାର ପ୍ରଥମ ଅକ୍ଷରଟି କଣ? ନା ହସେଇ। ଆଚ୍ଛା, ଏବେ ଆପଣ କୁହନ୍ତୁ ଏଇଟା କାହାର ଛବି? ଇଟିଲି। ଆଚ୍ଛା, ଇଟିଲିର ପ୍ରଥମ ଅକ୍ଷରଟି କଣ? ହସେଇ। ଆଚ୍ଛା, ତାହେଲେ ଚାଲନ୍ତୁ ଏବେ ଆମେ ମାତ୍ରା ଅନୁସାରେ ପଢିବା। ଦୀର୍ଘଇ। ଆଚ୍ଛା, ଦୀର୍ଘଇ। ଦେଖନ୍ତୁ, ଆପଣ ମାନେ କୁହନ୍ତୁ ଏଇଟା କାହାର ଛବି? ଈଶ। ଆଚ୍ଛା, ଈଶର ପ୍ରଥମ ଅକ୍ଷରଟି କଣ? ଦୀର୍ଘଇ। ଆଚ୍ଛା, ବହୁତ ବଢିଆ। ଏବେ ଆପଣ ମାନେ କୁହନ୍ତୁ ଏଇଟା କାହାର ଛବି? ଈଶ୍ୱର। ଆଚ୍ଛା, ଈଶ୍ୱରର ପ୍ରଥମ ଅକ୍ଷରଟି କଣ? ଦୀର୍ଘଇ। ଆଚ୍ଛା, ଏବେ ଆମେ ଦେଖିବା କଣ ଲେଖା ହେଇଛି? ବୋ। ଆଚ୍ଛା, ତ ଏଇଟା ଚିତ୍ରଟି କଣ ଆପଣ ମାନେ ଦେଖୁଛନ୍ତି? ବସ୍। ଆଚ୍ଛା, ବସ୍ ର ପ୍ରଥମ ଅକ୍ଷରଟି କଣ? ବୋ। ଆଚ୍ଛା, ଏବେ ଆପଣ ଚିତ୍ରରେ କଣ ଦେଖୁଛନ୍ତି? ବରଗଛ। ଆଚ୍ଛା, ବରଗଛର ପ୍ରଥମ ଅକ୍ଷରଟି କଣ? ବ। ଆଚ୍ଛା, ବହୁତ ବଢିଆ। ଏବେ ଆପଣ କୁହନ୍ତୁ, ଏବେ ବୋର କିଛି ଛବି ଦେଖିଲେ, ତାର ଉଚ୍ଚାରଣ କଲେ। ଏବେ ଆ କାର ଲଗେଇ ପଢିବା। ଏଠି କଣ ଲେଖା ହେଇଛି? ବା। ବରେ ଆ କାର ଦେଲେ ହବ ବା। ଏବେ ଆପଣ ମାନେ ମତେ କୁହନ୍ତୁ ଏଇଠି ଛବିରେ କଣ ଲେଖା ହେଇଛି? ବାଦଲ। ଆଚ୍ଛା, ବାଦଲର ପ୍ରଥମ ଅକ୍ଷରଟି କଣ? ବା। ଏଇଠି କୋଉ କାର ଲାଗିଛି? ଆ କାର। ବହୁତ ବଢିଆ। ଏବେ କୁହନ୍ତୁ ଏଇ ଛବିରେ କଣ ଲେଖା ହେଇଛି? ବାଳକ। ଆଚ୍ଛା, ବାଳକର ପ୍ରଥମ ଅକ୍ଷରଟି ନାମ କଣ? ବା। ଆଚ୍ଛା, ବାର କୋଉ ମାତ୍ରା ଲାଗିଛି? ଆ କାର। ବହୁତ ବଢିଆ। ଏବେ ଆପଣ ମାନେ କୁହନ୍ତୁ ଏଠି କଣ ଲେଖା ହେଇଛି? ଇ କାର ଲାଗିଛି। ବୋର ଇ କାର ଲାଗିଛି ବି। ଏଇଠି କଣ ଲେଖା ହେଇଛି କୁହନ୍ତୁ? ବିଜୁଳି। ଆଚ୍ଛା, ବିଜୁଳିର ପ୍ରଥମ ଅକ୍ଷରଟି କଣ? ବର ହସିକାର ବି। ଏଠି ହସିକାର ଲାଗିଛି। ବହୁତ ବଢିଆ। ଏବେ ଆପଣ ମାନେ କୁହନ୍ତୁ ଏଇଟା କାହାର ଛବି? ବିଲେଇ। ଆଚ୍ଛା, ଏଠି ବି ର କୋଉ ମାତ୍ରା ଲାଗିଛି? ହସିକାର। ଆଚ୍ଛା, ବହୁତ ବଢିଆ। ଏବେ ଆପଣ ମାନେ ମତେ କୁହନ୍ତୁ, ବୋରେ ପଢିଲେ, ଆ କାର ଲଗେଇ ପଢିଲେ, ହସିକାର ଲଗେଇ ପଢିଲେ, ଏବେ ଆମେ ଦୀର୍ଘଇକାର ଲଗେଇ ପଢିବା। ଦୀର୍ଘଇକାର ମାତ୍ରା ଲଗେଇ ପଢିବା। ଆଚ୍ଛା, ବୋରେ ଦୀର୍ଘଇକାର ଲଗେଇଲାକୁ କଣ ହଉଛି? ବି। ଆଚ୍ଛା, ଏଇଟା କାହାର ଛବି? ବୀଜ। ବୀଜର ପ୍ରଥମ ଅକ୍ଷରଟି କଣ? ବି। ଏ- ଏଠି ବରେ କୋଉ ମାତ୍ରା ଲାଗିଛି? ଦୀର୍ଘଇକାର। ଆଚ୍ଛା, ବହୁତ ବଢିଆ। ଏଇଟା ଦେଖନ୍ତୁ କାହାର ଛବି? ବିନ। ଆଚ୍ଛା, ବୋରେ କୋଉ ମାତ୍ରା ଲାଗିଛି? ଦୀର୍ଘଇକାର। ଆଚ୍ଛା, ବହୁତ ବଢିଆ। ଏବେ ଆପଣ ମାନେ କୁହନ୍ତୁ, ଆମେ ଦେଖିଲେ ବୋରେ,
ଏବେ ତୋରେ ଦେଖିବା ଆକାର, ହସିକାର, ଦୀର୍ଘଇକାର ଲଗେଇ ପଢିଲେ କେମିତି ହବ? ଠିକ ଅଛି। ଏବେ ଆପଣ ମାନେ ମତେ କୁହନ୍ତୁ ଏଇଠି କଣ ଲେଖା ହେଇଛି? ତ ତ ଏଇଟା କାହାର ଛବି? ତବଲା। ତବଲାର ପ୍ରଥମ ଅକ୍ଷରଟି କଣ? ତ। ଏବେ ଆପଣ ମାନେ ମତେ କୁହନ୍ତୁ ଏଇଟା କାହାର ଛବି? ତକିଆ। ଆଚ୍ଛା, ତକିଆର ପ୍ରଥମ ଅକ୍ଷରଟି କଣ? ତ। ଆଚ୍ଛା, ବହୁତ ବଢିଆ। ଏବେ ଆପଣ ତରେ ପଢିଲେ କିଛି ଶବ୍ଦ। ଏବେ ତରେ ଆକାର ଲଗେଇ ପଢିବା। ତ ଏଇଟା କାହାର ଛବି ଆପଣ ମାନେ କୁହନ୍ତୁ? ତାରା। ଆଚ୍ଛା, ତରେ କୋଉ ମାତ୍ରା ଲାଗିଛି? ଆକାର ମାତ୍ରା। ଆଚ୍ଛା, ଏଟା ଆପଣ ମାନେ କୁହନ୍ତୁ ଚିତ୍ରରେ କୋଉ ଫଟୋ ଅଛି ବା କୋଉ ଛବି ଅଛି? ତାଲା। ଆଚ୍ଛା, ତରେ କୋଉ ମାତ୍ରା ଲାଗିଛି? ଆକାର ମାତ୍ରା। ଆଚ୍ଛା, ଏବେ ଆକାର ମାତ୍ରା ଜାଣିଲେ। ଏବେ ବଢିଆ। ଏବେ ହସିକାର ଦେଖିବା। ତରେ ହସିକାର ହେଇକି ହେଇଛି ତି। ଏଟା ଆପଣ ମାନେ କୁହନ୍ତୁ କାହାର ଛବି? ତିନି। ଆଚ୍ଛା, ତରେ କୋଉ ମାତ୍ରା ଲାଗିଛି? ହର୍ଷିକାର। ଆଚ୍ଛା, ବହୁତ ବଢିଆ। ଏବେ ଆପଣ ମାନେ କୁହନ୍ତୁ ଏଇଟା କାହାର ଛବି? ତିମି ମାଛ। ଆଚ୍ଛା, ତିମି ମାଛର ପ୍ରଥମ ଅକ୍ଷରଟି କଣ? ତି। ଆଚ୍ଛା, ତିରେ କୋଉ ମାତ୍ରା ଲାଗିଛି? ହର୍ଷିକାର। ଆଚ୍ଛା, ବହୁତ ବଢିଆ। ଏବେ ଆପଣ ମାନେ ତରେ ଦୀର୍ଘଇକାର ମାତ୍ରା ଚିହ୍ନିବା। ତ ଏଇଟା ଦେଖନ୍ତୁ କାହାର ଛବି? ତୀର୍ଥ। ଆଚ୍ଛା, ତରେ କୋଉ ମାତ୍ରା ଲାଗିଛି? ଦୀର୍ଘଇକାର। ଆଚ୍ଛା, ବହୁତ ବଢିଆ। ଏବେ ଆପଣ ମାନେ କୁହନ୍ତୁ ଏଇଟା କାହାର ଛବି? ତୀର। ଆଚ୍ଛା, ତରେ କୋଉ ମାତ୍ରା ଲାଗିଛି? ଦୀର୍ଘଇକାର। ଆଚ୍ଛା, ବହୁତ ବଢିଆ। ଏବେ ଆମେ ଦେଖିବା ମୋ। ମୋରେ ବି ଦେଖିବା ଆକାର, ଦୀର୍ଘଇକାର, ହସିକାର ମାତ୍ରା ଦ୍ଵାରା ଆମେ କେମିତି ପଢିବା। ଆଚ୍ଛା, ଏବେ କୁହନ୍ତୁ ଏଇଟା କାହାର ଛବି? ମକା। ଆଚ୍ଛା, ମକାର ପ୍ରଥମ ଅକ୍ଷରଟି କଣ? ମୋ। ଏବେ ଆପଣ ମାନେ କୁହନ୍ତୁ ଏଇଟା କାହାର ଛବି? ମଗର। ଆଚ୍ଛା, ମଗରର ପ୍ରଥମ ଅକ୍ଷରଟି କଣ? ମୋ। ଆଚ୍ଛା, ବହୁତ ବଢିଆ। ଏବେ ଆକାର ଲଗେଇ ପଢିବା। ଠିକ ଅଛି। ଆପଣ ମାନେ କୁହନ୍ତୁ ଏଇଟା କାହାର ଛବି? ମାଲିସ କରୁଛନ୍ତି। ଆଚ୍ଛା, ମାଲିସ ର ପ୍ରଥମ ଅକ୍ଷରଟି କଣ? ମା। କୋଉ ମାତ୍ରା ଲାଗିଛି? ଆକାର। ବହୁତ ବଢିଆ। ଏବେ ଆପଣ ମାନେ କୁହନ୍ତୁ ଏଇଟା କାହାର ଛବି? ମାଲ ଗାଡି। ଆଚ୍ଛା, ମୋରେ କୋଉ ମାତ୍ରା ଲାଗିଛି? ଆକାର ମାତ୍ରା। ଆଚ୍ଛା, ବହୁତ ବଢିଆ। ଏବେ ମୋରେ ହସିକାର ଦେଖିବା କେମିତି ହଉଛି। ଆପଣ ମାନେ କୁହନ୍ତୁ ଏଠି କାହାର ଛବି? ମିଠେଇ। ଆଚ୍ଛା, ମିଠେଇର କୋଉ ମାତ୍ରା ଲାଗିଛି ମୋରେ? ହସିକାର। ଆଚ୍ଛା, ବହୁତ ବଢିଆ। ଏବେ ଆପଣ ମାନେ କୁହନ୍ତୁ ଏଟା କାହାର ଛବି? ମିଲ୍। ଆଚ୍ଛା, ମୋରେ କୋଉ ମାତ୍ରା ଲାଗିଛି? ହସିକାର। ଆଚ୍ଛା, ବହୁତ ବଢିଆ। ଏବେ ଆମେ ଦେଖିବା ମୋରେ ଦୀର୍ଘଇକାର ମାତ୍ରା ହବ ମି। ତ ଏଇଟା କୁହନ୍ତୁ ଆପଣ ମାନେ କାହାର ଛବି? ମିନ। ଆଚ୍ଛା, ମୋରେ କୋଉ ମାତ୍ରା ଲାଗିଛି? ଦୀର୍ଘଇକାର। ଆଚ୍ଛା, ଏବେ ଆପଣ ମାନେ କୁହନ୍ତୁ ଏଟା କାହାର ଛବି? ମିନାର। ଆଚ୍ଛା, ମୋରେ କୋଉ ମାତ୍ରା ଲାଗିଛି? ଦୀର୍ଘଇକାର। ଆଚ୍ଛା, ବହୁତ ବଢିଆ। ଏବେ ଆମେ ଦେଖିବା ଖରେ ଆକାର, ହସିକାର, ଦୀର୍ଘଇକାର ହେଲେ ଆମେ କେମିତି ପଢିବା। ଠିକ ଅଛି। ଏବେ ଆପଣ ମାନେ କୁହନ୍ତୁ ଏଟା କାହାର ଛବି? ଖପର। ଆଚ୍ଛା, ଖପରର ପ୍ରଥମ ଅକ୍ଷରଟି କଣ? ଖ। ଆଚ୍ଛା, ବହୁତ ବଢିଆ। ଏବେ ଆପଣ ମାନେ କୁହନ୍ତୁ ଏଟା କାହାର ଛବି? ଖବର କାଗଜ। ଆଚ୍ଛା, ଖବର କାଗଜର ପ୍ରଥମ ଅକ୍ଷରଟି କଣ? ଖ। ଆଚ୍ଛା, ବହୁତ ବଢିଆ। ଏବେ ଆମେ ଖରେ ଆକାର ମାତ୍ରା ଲଗେଇ ପଢିବା। ହବ ଖା। ଏବେ ଆପଣ ମାନେ କୁହନ୍ତୁ ଏଟା କାହାର ଛବି? ଖାତା। ଆଚ୍ଛା, ଖାତାର ପ୍ରଥମ ଅକ୍ଷରଟି କଣ? ଖା। ଖରେ କୋଉ ମାତ୍ରା ଲାଗିଛି? ଆକାର ମାତ୍ରା। ଆଚ୍ଛା, ବହୁତ ବଢିଆ। ଏବେ ଆପଣ ମାନେ କୁହନ୍ତୁ ଏଟା କାହାର ଛବି? ଖାଦ୍ୟ। ଆଚ୍ଛା, ଖରେ କୋଉ ମାତ୍ରା ଲାଗିଛି?
ଆକାର ମାତ୍ରା। ଆଚ୍ଛା, ବହୁତ ବଢିଆ। ଏବେ ଆପଣ ମାନେ କୁହନ୍ତୁ ଖରେ ହସିକାର ଲଗେଇ ପଢିବା ହେଲେ ହବ ଖି। ଏବେ ଆପଣ ମାନେ କୁହନ୍ତୁ ଏଟା କାହାର ଛବି? କ୍ଷୀରି। ଆଚ୍ଛା, ଖରେ କୋଉ ମାତ୍ରା ଲାଗିଛି? ହସିକାର। ଆଚ୍ଛା, ଏଇଟା ଆପଣ ମାନେ କୁହନ୍ତୁ କାହାର ଛବି? ହେଲାଣ ବା ଝିଅଟି ଖେଳୁଛି। ତ ଏଇଠି ଖରେ କୋଉ ମାତ୍ରା ଲାଗୁଛି? ହସିକାର। ଆଚ୍ଛା, ବହୁତ ବଢିଆ। ଏବେ ଆପଣ ମାନେ କୁହନ୍ତୁ ଏବେ କ୍ଷୀରେ ଆମେ ଦୀର୍ଘଇକାର ଲଗେଇ ପଢିବା। ଠିକ ଅଛି। ଆଚ୍ଛା, ଆପଣ ମାନେ କୁହନ୍ତୁ ଏଠି କାହାର ଛବି ଦେଇଛି ମୁଁ? କଣ ଲେଖା ହେଇଛି? ହୀନ। ଆଚ୍ଛା, ଖରେ କୋଉ ମାତ୍ରା ଲାଗିଛି? ଦୀର୍ଘଇକାର। ଆଚ୍ଛା, ବହୁତ ବଢିଆ। ଏବେ ଦେଖନ୍ତୁ ମୁଁ କାହାର ଛବି ଦେଇଛି ଆପଣଙ୍କୁ? କ୍ଷୀରକଳି। ଆଚ୍ଛା, ଖରେ କୋଉ ମାତ୍ରା ଲାଗିଛି? ଦୀର୍ଘଇକାର। ଆଚ୍ଛା, ବହୁତ ବଢିଆ। ଏବେ ଆମେ ଦେଖିବା ଟରେ। ଟରେ ଆକାର, ହସିକାର, ଦୀର୍ଘଇକାର ହେଲେ ଆମେ କେମିତି ପଢିବା? ଠିକ ଅଛି। ତ ଏବେ ଆପଣ ମାନେ ମତେ କୁହନ୍ତୁ ଏଠି କଣ ଲେଖା ହେଇଛି? ପିକ୍ଚରରେ କଣ ଦେଖୁଛନ୍ତି? ଟମ୍ ଟମ୍ ଟମ୍। ଆଚ୍ଛା, ଟମ୍ ଟମ୍ ର ପ୍ରଥମ ଅକ୍ଷରଟି କଣ? ଟ। ଆଚ୍ଛା, ଏବେ ଆପଣ ମାନେ କୁହନ୍ତୁ ଏଠି କଣ ଲେଖା ହେଇଛି? ଟନ। ଆଚ୍ଛା, ପ୍ରଥମ ଅକ୍ଷରଟି କଣ? ନା ଟ। ଆଚ୍ଛା, ଠିକ ଅଛି। ଏବେ ଆମେ ଟରେ ଆକାର ଲଗେଇ ପଢିବା। ହେଲେ କଣ ହବ? ଟା। ଆଚ୍ଛା, ଆପଣ ମାନେ କୁହନ୍ତୁ ଏଇଠି କଣ ଲେଖା ହେଇଛି? ଟାଟା। ଆଚ୍ଛା, ଏଠି ଟରେ କୋଉ ମାତ୍ରା ଲାଗିଛି? ଆକାର। ବହୁତ ବଢିଆ। ଏବେ ଆପଣ ମାନେ ମତେ କୁହନ୍ତୁ ଏଠି କାହାର ଛବି ଦେଇଛି ମୁଁ? ଟାଏ। ତାର କୋଉ ମାତ୍ରା ଲାଗିଛି? ଆକାର। ଆକାର ଲଗେଇ କଣ ହେଇଛି? ଟାଏ। ଆଚ୍ଛା, ବହୁତ ବଢିଆ। ଏବେ ଆମେ ହସିକାର ପଢିବା। ଟରେ ହସିକାର ଦେଲେ ହବ ଟି। ଆଚ୍ଛା, ଏବେ ଆପଣ ମାନେ କୁହନ୍ତୁ ଛବିରେ କଣ ଦେଖୁଛନ୍ତି? ଟିଣ। ଆଚ୍ଛା, ଟିଣର ଟି ର କୋଉ ମାତ୍ରା ଲାଗିଛି? ହସିକାର। ହସିକାର ମାତ୍ରା ଲଗେଇ ହେଇଛି ଟିଣ। ଆଚ୍ଛା, ଏବେ କୁହନ୍ତୁ ଛବିରେ କଣ ଦେଖୁଛନ୍ତି? ଟିକଟ। ଆଚ୍ଛା, ଟରେ କୋଉ ମାତ୍ରା ଲାଗିଛି? ହସିକାର। ଆଚ୍ଛା, ଏବେ ଆପଣ ମାନେ ଆମେ ଦେଖିବା ଚ। ଏବେ ଚରେ ଆମେ ଦେଖିବା ଆକାର, ହସିକାର, ଦୀର୍ଘଇକାର ହେଲେ କେମିତି ଆମେ ପଢିବା। ଠିକ ଅଛି। ଏବେ ମୁଁ ଆପଣ ମାନଙ୍କୁ ଗୋଟେ ଛବି ଦେଇଛି। ତ କଣ ଛବି? ଛବିର ନାମ କଣ? ନା ଚକ। ଆଚ୍ଛା, ଚକର ପ୍ରଥମ ଅକ୍ଷରଟି କଣ? ଚ। ଆଚ୍ଛା, ବହୁତ ବଢିଆ। ଏବେ ମୁଁ ଆପଣ ମାନଙ୍କ ପାଇଁ ଗୋଟେ ଛବି ଦେଇଛି। ତ ଏଟା କାହାର ଛବି? ଚପଲ। ଆଚ୍ଛା, ଚପଲର ପ୍ରଥମ ଅକ୍ଷରଟି କଣ? ଚ। ଆଚ୍ଛା, ବହୁତ ବଢିଆ। ଏବେ ମୁଁ ଆପଣ ମାନଙ୍କୁ ଚରେ ଆକାର ମାତ୍ରା ଲଗେଇ ପଢିବି। ଠିକ ଅଛି। ଏବେ ଆପଣ ମାନେ କୁହନ୍ତୁ ଏଠି କଣ ଲେଖା ହେଇଛି? କାହାର ଛବି? ଚାନ୍ଦୁଆ। ଆଚ୍ଛା, ଚରେ କୋଉ ମାତ୍ରା ଲାଗିଛି? ଆକାର। ଠିକ ଅଛି। ଏବେ ଆପଣ ମାନେ କୁହନ୍ତୁ ଏଟା ମୁଁ କାହାର ଛବି ଦେଇଛି? ଚାଉଳ। ଆଚ୍ଛା, ଚରେ କୋଉ ମାତ୍ରା ଲାଗିଛି? ଆକାର। ଆକାର ମାତ୍ରା ଲଗେଇ ଆମେ କେମିତି ପଢୁଛେ? ଚାଉଳ। ଠିକ ଅଛି। ଏବେ ଚରେ ହସିକାର ଲଗେଇ ପଢିବା। ଠିକ ଅଛି। ଏବେ ମତେ କୁହନ୍ତୁ ଏଟା ମୁଁ କାହାର ଛବି ଦେଇଛି ଆପଣଙ୍କୁ? ଚିଙ୍ଗୁଡି। ଆଚ୍ଛା, ଚରେ କୋଉ ମାତ୍ରା ଲାଗିଛି? ହସିକାର। ବହୁତ ବଢିଆ। ଏବେ ଆପଣ ମାନେ କୁହନ୍ତୁ ମତେ କାହାର ଛବି ମୁଁ ଆପଣଙ୍କୁ ଦେଇଛି? ଚିଠି। ଆଚ୍ଛା, ବହୁତ ବଢିଆ। ଏବେ ମତେ କୁହନ୍ତୁ ଚରେ କୋଉ ମାତ୍ରା ଲାଗିଛି? ହସିକାର। ଠିକ ଅଛି, ବହୁତ ବଢିଆ। ଏବେ ଆମେ ଚରେ ଦୀର୍ଘଇକାର ଲଗେଇ ପଢିବା। ଏବେ ଆପଣ ମାନେ ମତେ କୁହନ୍ତୁ ଏଟା ମୁଁ କାହାର ଛବି ଦେଇଛି? ଚିର। ଆଚ୍ଛା, ଚରେ କୋଉ ମାତ୍ରା ଲାଗିଛି? ଦୀର୍ଘଇକାର। ଆଚ୍ଛା, ବହୁତ ବଢିଆ। ତ ଆଜି ପାଇଁ ଆମେ ଆକାର, ହସିକାର, ଦୀର୍ଘଇକାର ମାତ୍ରାକୁ ଆମେ ପଢିଲେ। ଠିକ ଅଛି। ଧନ୍ୟବାଦ।